नमस्कार दर्शक बंधु चलंतु जानिबा जदि बिना कारण रे एमिति केही किछि तुमको रहस्यमय अपमान देउची गछ विषय रे तेबे तुमे कोन जहा करिवो घर को आणुथिबा जीवन विपद रे को ई अमूल्य वाणी नहीं को जाई थाए निहाती निज थरे ऊपर को शुणंतु आजिर बुध टिप्स एमिति रे अनेक समय गछ रे अछि आमे केबे जहा न केबे वास्तु अनुଯାयी कहार अपमान रो अत्यंत शिकार चमत्कारी होइथाय होइथाए एपरि एवं कि जीवनर भूल समस्या को नथाई मध्य दूरेई किछि देइथाए। लोक आसी अपमान देकी चली एकरे जाइथांती कदली तेबे गछ जदि केबे केही अपमान करे कदली तेबे गछ सेठारे को कोन करिबा केबे भी घर उचित सामना रे लगाइबा एही उचित प्रसंगरे नुहे। बुद्ध देवଙ୍କର ଏକ एमितिरे କାହାଣୀ ଆପଣଙ୍କୁ कथारे ଜଣାଇବା अछि जे ପାଇଁ ଯାଉଛୁ। घर पछरे कदली गछ ଥରେ ବୁଦ୍ଧ एवं ଦେବ घर ଗୋଟେ सामना ଗାଁରେ रे बेल ଉପଦେଶ गछ ଦେଉଥିଲେ। एहा द्वारा माता ସେ लक्ष्मीଙ୍କର କହିଲେ कृपा କ୍ରୋଧ ହେଉଛି प्राप्त ହୋଇଥାଏ। ଅଗ୍ନି ସ୍ୱରୂପ। तेणु कदली गछକୁ ଜଣେ ରାଗିବା सर्वदा ବ୍ୟକ୍ତି घरର ପଛରେ ନିଜେ ରାଗେ ଲଗାନ୍ତୁ। ଓ ଅନ୍ୟମାନଙ୍କୁ ଦୁଇରେ କ୍ରୋଧରେ ଜଳାଏ। ତୁଳसी ଗଛ ଏମିତିକି ସେ ଅନ୍ୟମାନଙ୍କ ଠାରୁ ବାସ୍ତୁ ବେଶୀ ଅନୁଯାୟୀ ଚିନ୍ତାଗ୍ରସ୍ତ ତୁଳସୀ ରହେ। ଗଛର ଅନେକ ଗୌତମ ମହତ୍ଵ ବୁଦ୍ଧଙ୍କର ରହିଛି। ଏହି କଥା ଏହି ଗଛକୁ ସଭାରେ ବସିଥିବା ଘର ସାମ୍ନାରେ ଜଣେ ରାଗି ଲଗାଇବା ଦ୍ଵାରା ବ୍ୟକ୍ତି ଶୁଣୁଥିଲା। ଘରୁ କ୍ରୋଧ ନ ନକାରାତ୍ମକ ଆସିବା ଶକ୍ତି ପାଇଁ ଦୂରେଇ ଯାଏ ବୁଦ୍ଧ ଯେଉଁ କଥା କହିଲେ ଏବଂ ତାକୁ ଭଲ ସକାରାତ୍ମକ ଲାଗିଲାନି। ଶକ୍ତି ପ୍ରବେଶ ବୁଦ୍ଧ କରିଥାଏ। ଦେବଙ୍କ ସଭାରେ ସେହି କ୍ରୋଧୀ ଯେତେବେଳେ ବ୍ୟକ୍ତି ଠିଆ ଘରେ ହୋଇ ନକାରାତ୍ମକ ବୁଦ୍ଧ ଶକ୍ତି ଦେବଙ୍କୁ ପ୍ରଶ୍ନ ପଚାରିଲେ, ଅଧିକ ହୋଇଯାଏ ତୁ ଭଣ୍ଡ ସେତେବେଳେ ହୋଇ ତୁଳସୀ ଗଛ ବଡ଼ ବଡ଼ ଶୁଖିବା କଥା ଆରମ୍ଭ କହୁଛୁ, କରିଦିଏ। ତୁ ସେହି କଥାର କାରଣ ପାଳନ କରି ତୁଳସୀ ଗଛ ଦେଖା। ଲୋକଙ୍କ ବିଷୟରେ ନକାରାତ୍ମକତାକୁ ଏମିତି କଥା କହିବାକୁ ଲାଜ ଲାଗୁନି? ଅବଶୋଷିତ କରିଥାଏ ସେହି ବ୍ୟକ୍ତିଙ୍କର ଏବଂ କଥା ଘର ଶୁଣି ଉପରକୁ ବୁଦ୍ଧ ଶାନ୍ତ କୌଣସି ବିପଦ ରହିଲେ। ଆସିବାକୁ ଦିଏ ନାହିଁ। ଶାନ୍ତ ବୁଦ୍ଧକୁ ଦେଖି ତେଣୁ ସେହି ବ୍ୟକ୍ତିକୁ ତୁଳସୀ ରାଗ ଗଛର ଆସିଲା। ପତ୍ର ସେ ଶୁଖିଗଲେ ତାଙ୍କ ପାଖକୁ ଯାଇ ତାହାକୁ ଛିଡ଼ାଇ ତାଙ୍କ ଦିଅନ୍ତୁ ମୁହଁରେ କିମ୍ବା ଛେପ ମାଟିରେ ପକାଇଲେ। ଦବାଇ ନୂଆ ବୁଦ୍ଧ ଗଛ ଲଗାଇ ନିଜର ଦିଅନ୍ତୁ। ମୁହଁକୁ ପୋଛି ପୋଛି କହିଲେ, ତିନିରେ ତମେ ଆଉ ଅଁଳା ଗଛ କଣ କହିବାକୁ ଚାହୁଁଛ? ବାସ୍ତୁଶାସ୍ତ୍ର ଅନୁଯାୟୀ ସେ କହିଲା, ଅଁଳା ମୁଁ ଗଛର କିଛି ମଧ୍ୟ କହିବାକୁ ଚାହୁଁଛି। ଅନେକ ମହତ୍ଵ ରହିଛି। ବୁଦ୍ଧ କହିଲେ, ତୁମେ ଯାହା ଏପରି କହିବାର କୁହାଯାଏ ଥିବ ଯେ ତମେ କୁହ। ବୁଦ୍ଧ ଗ୍ରହକୁ ଏହାପରେ ଶାନ୍ତ ସେହି କରିବା ପାଇଁ ବ୍ୟକ୍ତି ଅଁଳା କିଛି ଗଛ ଭଲ ମୂଳରେ ଓ ଖରାପ ସ୍ନାନ କଥା କହି କରାଯାଏ। ସେଠାରୁ ଚାଲିଗଲା। ଏହା ବ୍ୟତୀତ ସେଦିନ ଘର ସାମ୍ନାରେ ସଭା ପୂର୍ବ ଶେଷ ହେଲା ଦିଗରେ ଓ ବୁଦ୍ଧ ଅଁଳା ଅନ୍ୟ ଗଛ ଗାଁକୁ ଲଗାଇଲେ ଚାଲିଗଲେ। ଘରୁ ନକାରାତ୍ମକତା ଦୂରେଇ ସକାଳେ ଯାଇ ଯେତେବେଳେ ସେହି ସକାରାତ୍ମକତା ବ୍ୟକ୍ତିର ପ୍ରବେଶ ରାଗ ଶାନ୍ତ କରିଥାଏ। ହେଲା ଓ ସେ ଯଦି ଘରେ ପଶ୍ଚାତାପ କଲେ, ପିଲାଙ୍କର ପାଠପଢ଼ାରେ ମନ ସେ ବୁଦ୍ଧଙ୍କୁ ଲାଗୁନାହିଁ, ଖୋଜି ଖୋଜି ତେବେ ଆଉ ତାଙ୍କୁ ଗୋଟେ ବହି ଗାଁକୁ ଭିତରେ ପଳେଇଲା। ଅଁଳା ଗଛର ପତ୍ର ସେହି ସ୍ଥାନରେ କିମ୍ବା ବୁଦ୍ଧ ପ୍ରବଚନ ତେନ୍ତୁଳି ଦେଉଥିଲେ। ଗଛର ପତ୍ରକୁ ଏକ ବୁଦ୍ଧଙ୍କ ଚରଣ ସବୁଜ ତଳେ କପଡ଼ାରେ ସେ ବାନ୍ଧି ଭୁଲ ମାଗି କହିଲା, ରଖିଦିଅନ୍ତୁ। ମୁଁ ଯାହା ଏହା କହିଛି ଦ୍ୱାରା ମୋତେ ପିଲାଙ୍କର କ୍ଷମା ପାଠ କରିଦିଅ। ପଢ଼ିବାକୁ ଆଗ୍ରହ ବୁଦ୍ଧ ହେବ। କହିଲେ, କିଏ ଆପଣ? ଚାରିରେ ଏହି କଥା ଡାଳିମ୍ବ ଶୁଣି ଗଛ ସେ ଚମକି ପଡ଼ିଲା। ସେହି ଏପରି ବ୍ୟକ୍ତି ମାନ୍ୟତା କହିଲା, ରହିଛି ଯେ ଡାଳିମ୍ବ ତମେ ଗଛରେ କଣ କହୁଛ? ଭଗବାନ ବିଷ୍ଣୁ ମୁଁ ତମକୁ ଏବଂ କାଲି ମାତା ଲକ୍ଷ୍ମୀ କେତେ କଥା ଉଭୟ କହିଲି। ବାସ କରନ୍ତି। ସହାନୁଭୂତି କଣ ପାଇଁ ତେଣୁ ଦେଉଛନ୍ତି? ଘର ସାମ୍ନାରେ ସବୁ ଖରାପ କଥା ଡାଳିମ୍ବ ଗଛ ଓ ଲଗାଇଲେ ଦୁର୍ଘଟଣାକୁ ମନେ ଭଗବାନଙ୍କ ରଖିଲେ ଆଶୀର୍ବାଦ ଜୀବନ ପ୍ରାପ୍ତ ସେଇଠି ହୋଇଥାଏ। ଅଟକିଯିବ ଏବଂ ଭଗବାନଙ୍କୁ ଜୀବନରେ ଡାଳିମ୍ବ କେବଳ ଅର୍ପଣ ଦୁଃଖ କଲେ ଓ କଷ୍ଟ ଭଗବାନ ଖୁବ୍ ମିଳିବ। ଶୀଘ୍ର ପ୍ରସନ୍ନ ହୁଅନ୍ତି। ଆମକୁ ପଛ ସବୁ ଡାଳିମ୍ବ କଥା ଫୁଲକୁ ଭୁଲି ଶିବଲିଙ୍ଗରେ ଆଗକୁ ଅର୍ପଣ ବଢ଼ିବା କଲେ ଦରକାର। ସବୁ ମନସ୍କାମନା ସବୁ ମଧ୍ୟ ଖରାପ ପରିସ୍ଥିତି ପୂରଣ ଓ ହୋଇଥାଏ। ଖରାପ ଘଟଣାକୁ ଭୁଲି ଆଗକୁ ପାଞ୍ଚରେ ବଢ଼ିବା ଦରକାର। ହରସିଂଗାର ଗଛ ତେବେ ଯଦି ଯଦି ଆପଣଙ୍କୁ ଆପଣଙ୍କ ଘରେ କେହି ବିନା ବାସ୍ତୁ ଦୋଷ କାରଣରେ ରହିଛି, ଅପମାନ ତେବେ କରୁଛି, ଘର ସାମ୍ନାରେ ତେବେ ତୁମେ ନିଶ୍ଚିନ୍ତ ସେଠାରେ ଭାବରେ ଅଟକି ନ ଯାଇ ହରସିଂଗାର ଗଛ ନିଜ ଜୀବନରେ ଲଗାଇ ଆଗକୁ ଦିଅନ୍ତୁ। ବଢ଼ିବାକୁ ଚେଷ୍ଟା ଏହି କର। ଗଛ କେବେ ବି ଘରକୁ